ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ଆଗକୁ ବଢ଼ିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହଁ ଦର୍ଶକ ବନ୍ଧୁ, ଠିକ୍ ଶୁଣିଛନ୍ତି। ବିଶ୍ୱର ସର୍ବଶକ୍ତିମାନ ନେତା କୁହାଯାଉଥିବା ଟ୍ରମ୍ପଙ୍କୁ ପଛରେ ପକାଇ ଆଗକୁ ବଢ଼ିଛନ୍ତି ମୋଦି। ତାହା ବି ପୁଣି କୌଣସି ଆଇଟି କ୍ଷେତ୍ର କି ଅନ୍ୟ କୌଣସି ଅଲଗା କ୍ଷେତ୍ରରେ ନୁହେଁ। ଗୋଟିଏ ଏମିତି ସମୟରେ ସେ ଆଗକୁ ବଢ଼ିଛନ୍ତି ଯେତେବେଳେ ନିଜେ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗସ୍ତରେ ଅଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଯେଉଁ କ୍ଷେତ୍ରରେ ଟ୍ରମ୍ପଙ୍କ ଠାରୁ ଆଗକୁ ବଢ଼ିଛନ୍ତି ସେ କ୍ଷେତ୍ରଟି ହେଉଛି ସୋସିଆଲ ମିଡିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେ ଇନଷ୍ଟାଗ୍ରାମରେ 100 ନିୟୁତ ବା 10 କୋଟିରୁ ଅଧିକ ଫଲୋଅର୍ସ ଥିବା ପ୍ରଥମ ବିଶ୍ୱ ନେତା ହୋଇଛନ୍ତି। ଏହା କେବଳ ରାଜନୀତିରେ ନୁହେଁ ବରଂ ଡିଜିଟାଲ ଦୁନିଆରେ ମଧ୍ୟ ଏକ ପ୍ରମୁଖ ମାଇଲଖୁଣ୍ଟ। ପ୍ରଧାନମନ୍ତ୍ରୀ ମୋଦି 2014 ମସିହାରୁ ଇନଷ୍ଟାଗ୍ରାମରେ ସକ୍ରିୟ ଅଛନ୍ତି ଏବଂ ଗତ 10 ବର୍ଷ ମଧ୍ୟରେ ବିଶ୍ୱ ନେତାମାନଙ୍କ ମଧ୍ୟରେ ତାଙ୍କ ଆକାଉଣ୍ଟ ସବୁଠାରୁ ଆକର୍ଷଣୀୟ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ପାଲଟିଛି। ତାଙ୍କର ଫଲୋଅର୍ସ ସଂଖ୍ୟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅପେକ୍ଷା ଦ୍ୱିଗୁଣିତ। ଟ୍ରମ୍ପଙ୍କ ବର୍ତ୍ତମାନ 43.2 ମିଲିୟନ ଫଲୋଅର୍ସ ଅଛନ୍ତି। ତେବେ ଏହି ସଂଖ୍ୟା ଦର୍ଶାଉଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସ୍ତରୀୟ ଆକର୍ଷଣ କେତେ ଦୃଢ଼, ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଭାବ ଭାରତରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି। ତାଙ୍କ ଫଲୋଅର୍ସ ଏବଂ ଅନ୍ୟ ନେତାଙ୍କ ଫଲୋଅର୍ସଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଯେଉଁଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 16 ମିଲିୟନ ଫଲୋଅର୍ସଙ୍କ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ସମୟରେ କଂଗ୍ରେସ ଏମ୍ପି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟ 12.6 ମିଲିୟନ ଅନୁଗାମୀଙ୍କ ସହିତ ତୃତୀୟ ସ୍ଥାନରେ ଅଛନ୍ତି। ବ୍ୟୁରୋ ରିପୋର୍ଟ, ଚର୍ଚ୍ଚା ନ୍ୟୁଜ।